ଏଇନେ ମଜା ଆସିଗଲା। ବେଙ୍ଗଲୋର ଧୀରେ ଧୀରେ ଭଲ ଲାଗିଲା। ପୁଅ ଅଫିସରୁ ଫେରି କହିଲା, ମାମା ଏଠି ଗୋଟେ ଲାଲବାଗ ପାର୍କ ଅଛି, ସେଠି ଆମର ପୁଷ୍ପ ପ୍ରଦର୍ଶନୀ ହେଉଛି। 8 ଅଗଷ୍ଟରୁ ଆରମ୍ଭ ହେଲାଣି, 17 ତାରିଖରେ ସରିଯିବ। କାଲି ଆମର ଅଗଷ୍ଟ 15 ରହିଛି, ତୁମେ କ'ଣ ଯାଇପାରିବ? ହଁ ବୋଲି ତାକୁ କହିଲି। ସକାଳୁ ଉଠି ପତାକା ଉଡ଼େଇ ଇଣ୍ଡିପେଣ୍ଡେଣ୍ଟ ଡେ ସେଲିବ୍ରେଟ୍ କରିବା ପାଇଁ ଲାଲବାଗ ପାର୍କ ଚାଲିଗଲି। ଯାଇ ଦେଖି ମୋର ହୋସ୍ ଉଡ଼ିଗଲା। ଏତେ ଦିନ ପରେ ଆତ୍ମସନ୍ତୁଷ୍ଟି ମିଳିଲା। ଏଇନେ ଯେ ସବୁ ଦେଖିଲ ଏତିକ ନୁହେଁ, ଆହୁରି ବି ବହୁତ ସାରା ଜିନିଷ ରହିଛି। ଗୋଟେ ପରେ ଗୋଟେ ଭିଡ଼ିଓ ଆସିବ, ସବୁ ଦେଖିନେବ ବୋଲି କହୁଛି। ଭୋଗରାଇ ପରେ ଭୁବନେଶ୍ୱର, ଏବେ ବେଙ୍ଗଲୋର ପାଳି ଆସିଛି। କମର କଷି ନେଲି, ନୂଆ ନୂଆ ଭିଡ଼ିଓ ଆସିବ ବୋଲି କହୁଛି। ଏତେ ବଡ଼ ପାର୍କକୁ ପୁରା ବୁଲିକି କଭର ମୁଁ କରିନେଇଛି। ପାର୍କ ଭିତରେ ସବୁ ପ୍ରକାର ଫ୍ୟାସିଲିଟି ଅଛି। ଜାଣିବା ପାଇଁ ଚାହୁଁଛନ୍ତି କମେଣ୍ଟରେ ପଚାରିଲେ ଲେଖିଦେବି ବୋଲି କହୁଛି। ଏଇଠି ରହୁଛି, ପୁଣି ଆସିବି କହୁଛି। ଜଗନ୍ନାଥ କୃପାରେ ସମସ୍ତେ ଭଲରେ ଥାଆନ୍ତୁ ବୋଲି ଜୁହାର କରୁଛି। ବାଏ ବାଏ।